ସେମାନେ ଭୁଲି ଯାଇଛନ୍ତି। ଯଦି ମୌକା ମିଳିବ ବୋଲେ କାହାକୁ ଭେଟି ପାରନ୍ତି, କିନ୍ତୁ ତାଙ୍କର ମୁଁ ଜାଣିଛି ସେମାନେ ଭୁଲି ଯାଇଛନ୍ତି। ସାର୍ କିନ୍ତୁ ପାଖରେ 9 ଜଣ ବିଧାୟକ ଯାଇଛନ୍ତି, 2 ଜଣ ନାମକଡ଼ା, 2 ଜଣ ଯାଇନାହାନ୍ତି। ନାଇଁ ଅଛନ୍ତି ସମସ୍ତେ, ତେଣୁ 9 ଜଣ କି 7 ଜଣ ଯାହା ବି ଯାଇଥାନ୍ତୁ ସେମାନେ ଭୁଲି ଯାଇଛନ୍ତି, ଏତିକି ମୁଁ ଜାଣିଛି। ଏ ଯେତେ ସବୁ ଘମାଘୋଟ ସବୁ ହେଲା ତାରି ପଟେ ବୋଧେ ସେମାନେ ହିମାଚଳ ଯିବା ପାଇଁ ସେମାନେ ଯାଉଛନ୍ତି। ତେଣୁ ସେମିତି କିଛି ନାହିଁ, ନାଇଁ ସେମିତି କିଛି ଯୋଜନା ନାହିଁ, କାହାକୁ ଭେଟିବାର ନାହିଁ। ସମସ୍ତେ ଇଲେକ୍ସନ ରେ ବ୍ୟସ୍ତ ଅଛନ୍ତି। ଆମର ସବୁ ନେତା ଯେତେ 5ଟି ରାଜ୍ୟରେ ଯୋଉ ଇଲେକ୍ସନ ବାତାବରଣ ଅଛି, ବିଭିନ୍ନ ମିଟିଂ ଚାଲିଛି, ତ ଇଲେକ୍ସନ ରେ ସମସ୍ତେ ବ୍ୟସ୍ତ ଅଛନ୍ତି। ସେ ପିରିୟଡରେ କାହାକୁ ଭେଟିବାର ପ୍ରଶ୍ନ ଉଠେ। ଯଦି ଆଭେଲେବୁଲ କିଏ ବାଇଚାନ୍ସ ଥିବେ ତେବେ କାହାକୁ ଭେଟିବାର। ଅନେକ ପ୍ରସଙ୍ଗ ସାର୍, ବିଜେପି ଅଟକେଇବା ପାଇଁ, ବିଜେପି ଶକ୍ତି ଅଟକେଇବା ପାଇଁ ଆମେ ଦେଖିଲୁ ବିଧାନସଭାରେ ବିରୋଧୀ ମାନେ ଏକଜୁଟ ହଉଛନ୍ତି, ରାଜରାସ୍ତାରେ ମଧ୍ୟ ଏକଜୁଟ ହଉଛନ୍ତି ବିଜେପିର ଶକ୍ତିକୁ ଅଟକେଇବା ପାଇଁ। ତେଣୁ ଆବଶ୍ୟକତା ଅଛି କି ଯେ ବିଜେପିର ଶକ୍ତି ଅଟକେଇବା ପାଇଁ ସର୍ବଭାବପନ୍ନ ବିରୋଧୀ ମାନେ ଏକଜୁଟ ହେବା ଆବଶ୍ୟକତା ଅଛି? ସର୍ବଭାବପନ୍ନ ବିରୋଧୀ ଦଳ ମାନେ ମିଶିକି ଆକ୍ଟିଭିଟି କରୁଛନ୍ତି, ଆବଶ୍ୟକ ଅନୁଯାୟୀ କରୁଛନ୍ତି। ଭବିଷ୍ୟତ କଣ ହବ ତ ମୁଁ ଆଷ୍ଟ୍ରୋଲୋଜର ନୁହଁ ଯେ କହିଦେବି, କିନ୍ତୁ କିଛି ଅଣ୍ଡରଷ୍ଟାଣ୍ଡିଂ ଗୋଟେ ଡେଭଲପ କରୁଛି ଯେ ଇସ୍ୟୁ ମାନଙ୍କରେ ଆମେ ଲଢିବା। ଯେମିତି ହର୍ସ ଟ୍ରେଡିଂକୁ ରୋକିବା ପାଇଁ ଜଏଣ୍ଟ ପାର୍ଲାମେଣ୍ଟ ଦଳ ବାହାରୁ କ୍ୟାଣ୍ଡିଡେଟ ଗୋଟେ ଭଲ ଡିସିଜନ ହେଇଥିଲା, ସେଥିରେ ହର୍ସ ଟ୍ରେଡିଂ ଦ୍ୱାରା ସଫଳ ହେବା ନାହିଁ, କିନ୍ତୁ ହର୍ସ ଟ୍ରେଡିଂକୁ ବହୁତ ଅଂଶରେ ରୋକାଗଲା, ନହେଲେ ଆହୁରି ଭୟଙ୍କର ହର୍ସ ଟ୍ରେଡିଂ ହେଇଥାନ୍ତା। ଗୋଟେ ବି ବିରୋଧୀ ଦଳ ପାଇବାଟା ମୁସ୍କିଲ କରିଥାନ୍ତେ ସେମାନେ। ତାଙ୍କ କ୍ଷମତାର ଦୁର୍ବ୍ୟବହାର କରି ଜାଣିଛନ୍ତି, ପଇସାର ଦୁର୍ବ୍ୟବହାର କରି ଜାଣିଛନ୍ତି। ତେଣୁ ଏବେ ଯୋଉଟା ଏତେ ବଡ ଇସ୍ୟୁ, 13 ଜଣ ଆଇସିୟୁରେ ମୃତ୍ୟୁବରଣ କରିବାଟା ଛୋଟ କଥା ନୁହଁ। ସବୁ ବିରୋଧୀ ଦଳ ରାଜ୍ୟର ଲଢିଲା ପରେ ବି ସରକାର ନିରୁତ୍ତର, ଚୁପ୍। ଏତେ ଅହଙ୍କାର, ଏତେ ଗର୍ବ, ଏତେ ଅମାନବୀୟ ଶାସନ ତନ୍ତ୍ରର ଏତେ ମାନବୀୟ ଇରେସ୍ପନ୍ସିଭ ବିହେଭିୟର ହେବା କଥା ନୁହଁ ଯୋଉଟା ହେଇଛି। ଗଣତନ୍ତ୍ରରେ ଯଦି ଅପୋଜିସନ ର ଡିମାଣ୍ଡ କୁ ଯୋଉଟା ରଖିଲା ତାକୁ ମାନିବାକୁ ପଡିବ। ପଞ୍ଚାୟତ ନିର୍ବାଚନ ଏକାଠି ଲଢିବେ ବିଜେପି ଅଟକେଇବା ପାଇଁ, ଏବେଠୁ କେମିତି କହିବ? ପ୍ରପର ଡାୟଲଗ ଯଦି ହବ, ପ୍ରପର ଅଣ୍ଡରଷ୍ଟାଣ୍ଡିଂ ଡେଭଲପ କରିବ, ସେଟା ତ ଓପନଲି ହବ। ଆମେ ତ ଲୁକାୟିତ କିଛି କରୁନୁ, ଯାହା ହବ ଓପନଲି ହବ। ମୁଁ କହିସାରିଛି, ତୁ ପରେ ଆସିଲୁ। ଭୁଲି ଯିବାଟା ବି ଅପରାଧ କି? ଯଦି ହେଇଥାନ୍ତା ଯଦି ଅନୁଷ୍ଠାନିକ କିଛି ଗୋଟେ ହେଇଥାନ୍ତା, ଆମେ ମିଟିଂ କରିଥାନ୍ତୁ ଭୁବନେଶ୍ୱରରେ, ଯଦି ଅନୁଷ୍ଠାନିକ କିଛି ହଉଛନ୍ତି କୌଣସି ଗୋଟେ ଡିସିଜନ ମେକିଂ ପାଇଁ ଯଦି ହେଇଥାନ୍ତା, ବିପିସି ପ୍ରେସିଡେଣ୍ଟ, ଇନଚାର୍ଜ, ସିନିୟର ଲିଡର ବସିକି ଗୋଟେ ନିଷ୍ପତ୍ତି ନେଇଥାନ୍ତେ। ସେମାନେ ତାଙ୍କ ଭିତରେ ଦୋସ୍ତି ବିରାଦରୀ କଥା ହେଲେ, ବିଶେଷ କରି ଯାଇଛନ୍ତି କୋଉମାନେ, ଯୋଉମାନେ ଯାଇଥିଲେ ସେଥିରେ ଜଣେ 2 ଜଣ ନୂଆ ଅଛନ୍ତି ସାଙ୍ଗ ଦେବା ପାଇଁ, ବାକି ତାଙ୍କ ସାଙ୍ଗସାଥି ହିସାବରେ ଯାଇଛନ୍ତି ବୋଲି। ସେମାନେ ହିମାଚଳ ଯିବା ଲାଗି ମତେ କହୁଥିଲେ ଆମେ ହିମାଚଳ ଯାଇପାରୁ, ସେଇ ହିସାବରେ ସେମାନେ ଯାଇଛନ୍ତି। କୌଣସି ପ୍ରକାର ଭଳିଆ ନାହିଁ, ପିସିସି ସଭାପତି ନଜରରେ ଅଛି, ସେମାନେ ଯାଇଛନ୍ତି। କିନ୍ତୁ କଥା ହଉଛି, ଏ ଯୋଉ କଥା ଆପଣ କହୁଛନ୍ତି ସେଇଟା ନୁହଁ, ସେଇଟା ତ ଅନୁଷ୍ଠାନିକ ଭାବରେ ହବ। ଯାହା କିଛି କେବେ ହୁଏ ବି ହେଇଛି, ଅତୀତରେ ଯଦି ହେଇଛି ବୋଲେ ଅନୁଷ୍ଠାନିକ ଭାବରେ ହେଇଛି। ଇଟ୍ ଇଜ ନଟ୍ ଇନଷ୍ଟିଟ୍ୟୁସନାଲ ଫିଟ୍। ଦେଖା କରି ଫଟୋ ହେବା ପାଇଁ ଯାଇପାରନ୍ତି, ଯଦି ଫଟୋ ହେବା ପାଇଁ ଯିବେ ବୋଲି ଯାଇପାରନ୍ତି, କିଏ ରୋକିବ? ସେଇଟା ବି ଚାନ୍ସ କମ, କାରଣ ସମସ୍ତେ ଇଲେକ୍ସନରେ ବ୍ୟସ୍ତ ଅଛନ୍ତି। ଆମ ଦଳରେ ଯେବେ ବି କୌଣସି ଚେଞ୍ଜ ହୁଏ ତାର ଗୋଟେ ପ୍ରୋସିଜର ଅଛି। ପ୍ରଥମେ ତ ଆମେ ଯେବେ କୌଣସି ଜିନିଷ ହୁଏ ଆମ ପାର୍ଟିରେ ଗୋଟେ ପ୍ରୋସିଜର ଅଛି। ସେ ପ୍ରୋସିଜରରେ ବୈଠକ ହବ, ମିଟିଂ ହବ, ସେଥିରେ କଣ ଗୋଟେ ନିଷ୍ପତ୍ତି ହବ, ସେଇ ନିଷ୍ପତ୍ତିକୁ ହାଇକମାଣ୍ଡକୁ କମ୍ୟୁନିକେଟ କରାଯାଏ। ଦ୍ୟାଟ୍ ଇଜ ଦି ପ୍ରୋସେସ। ସେଥିରେ ଏମଏଲଏ ମାନେ କଣ କରିବେ? ନା, ସେଇଟା ଆପଣମାନେ ସେଇଟା ଭାବୁଛନ୍ତି, ଆଶଙ୍କା କରୁଛୁ ଆପଣମାନଙ୍କ ସେମିତି